ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର 6 ପର୍ବର 9 ପଦରୁ ଆରମ୍ଭ କରି 18 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ଆମେ ସେହି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକୃତ ହେବା ବିଭାଗର ତୃତୀୟ ପଦକ୍ଷେପରେ ଆସି ପହଞ୍ଚିଅଛୁ। ଅର୍ଥାତ୍ ସେହି ଆତ୍ମାଙ୍କ ଫଳ କିପରି ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ଉଚିତ, ସେହି ବିଷୟବସ୍ତୁ ମଧ୍ୟରେ ଆସି ପହଞ୍ଚିଅଛୁ। ତେବେ ଗତ ପାଠରେ ଆମେ ଏହି ଆତ୍ମାଙ୍କ ଫଳ କିପରି ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବା ଆବଶ୍ୟକ, ସେହି ବିଷୟ ନେଇ କିଛି ଆଲୋଚନା କରିଥିଲୁ। ପାଉଲ କହନ୍ତି ଯେ ଆତ୍ମିକ ଯେ ତୁମେମାନେ ମୃଦୁ ଭାବରେ ଅନ୍ୟକୁ ସଂଶୋଧନ କର, ପରସ୍ପରର ଭାର ବହନ କର, ଶିକ୍ଷାଦାତା ବା ପ୍ରଭୁଙ୍କର ସେବକ ସେବିକାମାନଙ୍କୁ ସମସ୍ତ ଉତ୍ତମ ବିଷୟରେ ସହଭାଗୀ କରାଅ, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ତେବେ ଏହି ସମସ୍ତ ବିଷୟ ସେହି ଆତ୍ମିକ ଯାତ୍ରାର ଚଲାପଥ ନିମନ୍ତେ ଏକ ନାଲିବତୀ ସଦୃଶ, ଯାହାକୁ ଉପେକ୍ଷା କରି ଯିବା ଅର୍ଥ ବିପଦର ସମ୍ମୁଖୀନ ହେବା ଓ ନିଜର ଜୀବନ ପ୍ରତି ଦୁଃଖ ବା କ୍ଷତି ଘଟାଇବା। କିନ୍ତୁ ବର୍ତ୍ତମାନ ଏଠାରେ ପାଉଲ ଏକ ନୀଳବତୀ ଆଡ଼କୁ ଅଗ୍ରସର ହେଉଛନ୍ତି। ସେ ଏହି ଅଂଶରେ ଅର୍ଥାତ୍ ଏହି ଗାଲାତୀୟ 6 ପର୍ବର 9 ପଦରୁ 18 ପଦ ମଧ୍ୟରେ ଏକ ସାନ୍ତ୍ୱନା ଓ ଉତ୍ସାହଜନକ ବାକ୍ୟ ପ୍ରଦାନ କରୁଅଛନ୍ତି। ତେବେ ଦେଖନ୍ତୁ 6 ପର୍ବର 9 ପଦରେ ଏହିପରି ଲେଖା ଅଛି, ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ, କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ଜୀବନ ଏକ ଧୈର୍ଯ୍ୟ ଓ ବିଶ୍ୱାସର ଜୀବନ। ଖ୍ରୀଷ୍ଟୀୟ ଜୀବନ ଏକ ସହଜ ତଥା ସରଳ ଜୀବନ ନୁହେଁ, ମାତ୍ର ଏକ ଉତ୍ଥାନ ଓ ପତନର ଜୀବନ, ଯାହାକି ଅନେକ ଘାତ ପ୍ରତିଘାତ ଓ ବାଧାବିଘ୍ନ ତଥା ପ୍ରତିବନ୍ଧକର ମଧ୍ୟ ଦେଇ ଗତି କରେ। କିନ୍ତୁ ଏହା ବିଶ୍ୱାସୀ ପକ୍ଷେ ଏକ ପରାଜୟର ଜୀବନ ନୁହେଁ, ମାତ୍ର ଏକ ବିଜୟର ଜୀବନ, ଏକ ସଫଳତାର ଜୀବନ, ଏକ ଉଜ୍ଜଳ ଭବିଷ୍ୟତର ଜୀବନ, ଏକ ଗୌରବର ଜୀବନ। ପ୍ରିୟ ବନ୍ଧୁ, ବର୍ତ୍ତମାନ ହେଉଛି ଈଶ୍ୱରଙ୍କ ବାକ୍ୟ ବିତରଣ ବା ବୁଣିବାର ସମୟ। ଆପଣ ଈଶ୍ୱରଙ୍କ ବାକ୍ୟ ବୁଣି ଚାଲନ୍ତୁ, ସୁସମାଚାର ପ୍ରଚାର କରି ଚାଲନ୍ତୁ। ପ୍ରଭୁ ଯେଉଁ ସେବକ କର୍ମରେ ଆପଣଙ୍କୁ ନିଯୁକ୍ତି ଦେଇଅଛନ୍ତି, ତାହାକୁ ବିଶ୍ୱସ୍ତତାର ସହିତ ସାଧନ କରନ୍ତୁ ଓ ସବୁ ବିଷୟରେ ଧୈର୍ଯ୍ୟ ଓ ବିଶ୍ୱାସର ସହିତ ଆଗେଇ ଚାଲନ୍ତୁ। ତାହେଲେ ସମୟ ଆସିବ, ପ୍ରଭୁ ଆପଣଙ୍କୁ ତହିଁର ଫଳ ତଥା ପୁରସ୍କାର ଦେବେ। ହଁ, ଆତ୍ମିକ ଜୀବନରେ ଆଗେଇବାକୁ ହେଲେ ଓ ପ୍ରଭୁଙ୍କ ନିମନ୍ତେ ଉତ୍ତମ ବିଷୟ ସାଧନ କରିବାକୁ ହେଲେ ଓ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେବାକୁ ହେଲେ ଆପଣ ସମ୍ଭବତଃ ସମସ୍ୟା ଓ ଜଟିଳ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ମାତ୍ର ଭାଙ୍ଗି ପଡ଼ନ୍ତୁ ନାହିଁ, କିନ୍ତୁ ଧୈର୍ଯ୍ୟ ଓ ବିଶ୍ୱାସର ସହିତ ତହିଁରେ ଆଗେଇ ଚାଲନ୍ତୁ। ପ୍ରଭୁ ନିଶ୍ଚୟ ତହିଁର ପୁରସ୍କାର ଓ ଫଳ ଆପଣଙ୍କୁ ପ୍ରଦାନ କରିବେ, କାରଣ ସେ ତାହା ସାଧନ କରିବା ନିମନ୍ତେ ପ୍ରତିଜ୍ଞା କରିଅଛନ୍ତି ଓ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର। ସେଥିପାଇଁ ଯିଶାୟା 55 ପର୍ବର 10-11 ପଦରେ ଏହିପରି ଲେଖା ଅଛି, ଯେହେତୁ ଯେମନ୍ତ ବୃଷ୍ଟି ଓ ହିମ ଆକାଶରୁ ତଳକୁ ଆସେ ଓ ସେଠାକୁ ଫେରିଯାଏ ନାହିଁ, ମାତ୍ର ଭୂମି କି ସନ୍ତରା କରେ, ପୁଣି ଫଳବତୀ ଓ ତୃଣାଦି ଉତ୍ପନ୍ନ କରି ବପନକାରୀ କି ବୀଜ ଓ ଭୋଜନକାରୀ କି ଭକ୍ଷ୍ୟ ଦିଏ, ଆମ୍ଭ ମୁଖରୁ ନିର୍ଗତ ବାକ୍ୟ ତେମନ୍ତ ହେବ। ତାହା ନିଷ୍ଫଳ ହୋଇ ଆମ୍ଭ ନିକଟକୁ ଫେରିଆସିବ ନାହିଁ, ମାତ୍ର ଆମ୍ଭେ ଯାହା ଇଚ୍ଛା କରୁ ତାହା ସିଦ୍ଧ କରିବ ଓ ଯେଉଁ କାର୍ଯ୍ୟ ପାଇଁ ଆମ୍ଭେ ପ୍ରେରଣ କରୁ ତହିଁରେ କୃତାର୍ଥ ହେବ। ପବିତ୍ର ବାଇବଲ ମଧ୍ୟରେ ଆମେ ଅନେକଙ୍କ ଜୀବନରୁ ତାହା ଲକ୍ଷ୍ୟ କରୁ ଯେ ସେମାନେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣିବା ଦ୍ୱାରା ଆତ୍ମାଙ୍କ ଠାରୁ ଉତ୍ପନ୍ନ ଅନନ୍ତ ଜୀବନ ରୂପ ଫଳ ପ୍ରାପ୍ତ ହେଲେ। ଅବ୍ରାହମ ଈଶ୍ୱରଙ୍କଠାରେ ବିଶ୍ୱାସ କଲେ ଓ ତାହାଙ୍କ ଆଦେଶକୁ ପାଳନ କରି ଧୈର୍ଯ୍ୟ ଓ ବିଶ୍ୱାସର ସହିତ ଅଗ୍ରସର ହେଲେ, ଯଦ୍ୱାରା ସେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ବାକ୍ୟର ବଶୀଭୂତ ହେବା ଦ୍ୱାରା ସେହି ଅନନ୍ତ ଜୀବନ ରୂପ ଫଳ ପ୍ରାପ୍ତ ହେଲେ ଓ ଈଶ୍ୱରଙ୍କ ପ୍ରତିଜ୍ଞାର ଅଧିକାରୀ ହେଲେ। ସେହିପରି ମୋଶାଙ୍କ ମାତା ଯୋକେବଦ୍ ଅନେକ ପ୍ରକାର ବିପଦ ଓ ଝଡ଼ଝଞ୍ଝା ମଧ୍ୟ ଦେଇ ଗତି କଲେ ମଧ୍ୟ ସେ ମୋଶାଙ୍କୁ ହରାଇବାକୁ ଚାହିଁନଥିଲେ। ଈଶ୍ୱର ମଧ୍ୟ ତାହା ଜାଣିପାରି ଯୋକେବଦ୍ଙ୍କୁ ସାହାଯ୍ୟ କରିଥିଲେ। ଯୋକେବଦ୍ ଯଦିଓ ଫାରୋର ଭୟରେ ମୋଶାଙ୍କୁ ରକ୍ଷା କରିବାକୁ ଯାଇ ତାହାଙ୍କୁ ଏକ ପେଡ଼ିରେ ରଖି ନଦୀରେ ଭସାଇ ଦେଇଥିଲେ, ମାତ୍ର ମୋଶା ଫାରୋର ଗୃହରେ ବଢ଼ିଲେ ଓ ଯୋକେବଦ୍ ମୋଶାଙ୍କୁ ସ୍ତନ୍ୟପାନ କରାଇବାଠାରୁ ଆରମ୍ଭ କରି ତାଙ୍କର ସମସ୍ତ ଲାଳନ ପାଳନର ଭାର ନେବା ପାଇଁ ସୁଯୋଗ ପାଇଥିଲେ ଓ ସେ ମୋଶାଙ୍କୁ ଈଶ୍ୱରଙ୍କ ବିଷୟରେ ଓ ସେ କିପରି ଅବ୍ରାହମକୁ ଆହ୍ୱାନ କଲେ ଓ ଇସ୍ରାଏଲ୍ ଜାତି ପ୍ରତି ତାହାଙ୍କର ଯେଉଁ ମହତ୍ ଅଭିମତ ରହିଅଛି ସେହି ସମସ୍ତ ବିଷୟରେ ତାହାଙ୍କୁ ଶିକ୍ଷା ଦେବାରେ ସେ କେବେ ହେଲେ ଅବହେଳା କରିନଥିଲେ। ଆଉ ଦିନ ଆସିଲା, ମୋଶା ଯଦିଓ ମିଶରୀୟ ସଭ୍ୟତା, ସଂସ୍କୃତି ଓ ଶିକ୍ଷା ତଥା ରାଜକୀୟ ପରିବାର ମଧ୍ୟରେ ବଢ଼ିଥିଲେ, ତଥାପି ସେ ସେହିସବୁକୁ ପରିତ୍ୟାଗ କରି ଈଶ୍ୱରଙ୍କ ନିମନ୍ତେ ଓ ତାହାଙ୍କର ନିଜ ଲୋକମାନଙ୍କୁ ସେହି ମିଶରର ଦାସତ୍ୱ ବନ୍ଧନରୁ ଉଦ୍ଧାର କରିବା ନିମନ୍ତେ ବାହାରି ଆସିଥିଲେ।
ଦେଖନ୍ତୁ ଏବ୍ରି 11 ପର୍ବର 24-26 ପଦରେ ଲେଖା ଅଛି, ବିଶ୍ୱାସ ଦ୍ୱାରା ମୂଷା ବୟସପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ପୁଣି ମିଶ୍ରର ସମସ୍ତ ଧନ ଅପେକ୍ଷା ଖ୍ରୀଷ୍ଟଙ୍କ ନିନ୍ଦାର ସହଭାଗୀ ହେବା ଶ୍ରେଷ୍ଠତର ଧନ ବୋଲି ମନେ କଲେ, କାରଣ ସେ ପୁରସ୍କାର ଦାନର ସମୟ ପ୍ରତି ଦୃଷ୍ଟିପାତ କଲେ। ପ୍ରକୃତରେ ତାହାଙ୍କ ମାତା ଯୋକେବତ୍ ଯାହା ବୁଣିଲେ ତାହା କାଟିଲେ। ଏପରିକି ଆମେ ଭକ୍ତ ଦାଉଦଙ୍କ ଜୀବନରେ ମଧ୍ୟ ତାହା ହିଁ ଲକ୍ଷ୍ୟ କରୁ। ଦାଉଦ ଈଶ୍ୱରଙ୍କର ଜଣେ ଅତି ମହାନ ଭକ୍ତ ଥିଲେ। ସେ ଇସ୍ରାଏଲର ଜଣେ ସର୍ବଶ୍ରେଷ୍ଠ ତଥା ମହାନ ରାଜା ଥିଲେ। ମାତ୍ର ତାହାଙ୍କ ଜୀବନର ପାପ ତାହାଙ୍କର ନିଜ ସନ୍ତାନମାନଙ୍କ ଜୀବନରେ ତହିଁର ପ୍ରତିଫଳ ବର୍ତ୍ତାଇଥିଲା। ଦାଉଦଙ୍କ ଜୀବନରେ ଏହା ଏକ ମସ୍ତବଡ଼ କଳଙ୍କ ଥିଲା। ମାତ୍ର ଦାଉଦ ଈଶ୍ୱରଙ୍କ ପ୍ରତି ଅତି କ୍ଷୁଧିତ ଓ ତୃଷିତ ଥିଲେ ଓ ସେ ନିଜର ପାପ ନିମନ୍ତେ ଅନୁତାପ କରି ତାହା ସ୍ୱୀକାର କରିବା ଦ୍ୱାରା ଈଶ୍ୱର ତାହାଙ୍କର ପାପ କ୍ଷମା କରିଦେଲେ ଓ ସେ ସେହି ପାପ ଆଉ ତାହାଙ୍କ ଜୀବନରେ ଗଣନା କଲେ ନାହିଁ। ମାତ୍ର ଦାଉଦ ଯେଉଁ ପାପ ବୁଣିଥିଲେ ତହିଁର ଫଳ ସେ ତାହାଙ୍କର ସନ୍ତାନମାନଙ୍କ ଜୀବନରେ କାଟିଲେ। ପ୍ରିୟ ବନ୍ଧୁ, ଆମେ ଯାହା ବୁଣିବା ତାହା ହିଁ କାଟିବା। ତେଣୁ ଆସୁ ଆମେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ, କାରଣ କ୍ଳାନ୍ତ ନ ହେଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା। 6 ପର୍ବର 10 ପଦରେ ଲେଖା ଅଛି, ଅତଏବ ସୁଯୋଗ ଅନୁସାରେ ସମସ୍ତଙ୍କର, ବିଶେଷତଃ ଏକ ପରିବାରଭୁକ୍ତ ବିଶ୍ୱାସୀ ସମସ୍ତଙ୍କର ମଙ୍ଗଳ କରୁ। ବର୍ତ୍ତମାନ ପାଉଲ କହନ୍ତି, ଆମ୍ଭେମାନେ ଉତ୍ତମ କର୍ମ ସାଧନ କରିବା ଉଚିତ, ଅନ୍ୟମାନଙ୍କର ମଙ୍ଗଳ ସାଧନ କରିବା ଉଚିତ। ଆଜି ମଧ୍ୟ ଅନେକ ଉତ୍ତମ ତଥା ମଙ୍ଗଳ ବିଷୟ ସାଧନ କରନ୍ତି, କିନ୍ତୁ ଏହି ଉତ୍ତମ କର୍ମ ଏକ ଉପଯୁକ୍ତ ମୂଳଦୁଆ ଉପରେ ପ୍ରତିଷ୍ଠିତ ହେବା ଉଚିତ। ଆଉ ସେହି ଉତ୍ତମ ମୂଳଦୁଆ ହେଉଛି ଈଶ୍ୱରଙ୍କ ଅନୁଗ୍ରହ ରୂପ ସୁସମାଚାର ଓ ଈଶ୍ୱରଙ୍କ ଆତ୍ମାରେ ପରିଚାଳିତ ହେବା। ଯେତେବେଳେ ଆପଣ ଈଶ୍ୱରଙ୍କ ଆତ୍ମାରେ ପରିଚାଳିତ ହୁଅନ୍ତି, ସେତେବେଳେ ଆପଣଙ୍କ ଜୀବନରେ ସେହି ଆତ୍ମାଙ୍କ ଫଳ ଉତ୍ପନ୍ନ ହୁଏ। ଏହାପରେ ଆପଣ ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ଆଗେଇ ଯାଆନ୍ତି। ଆପଣ ସମସ୍ତଙ୍କ ପ୍ରତି ଉତ୍ତମ ବିଷୟ ସାଧନ କରିବେ, ବିଶେଷତଃ ଅନ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ପ୍ରତି ମଧ୍ୟ ମଙ୍ଗଳ ବିଷୟ ସାଧନ କରିପାରିବେ। ଏହାପରେ ଆମେ ଏହି ଗାଲାତୀୟ ପତ୍ରର ଶେଷ ଭାଗର ମୁଖ୍ୟ ବିଭାଗ ମଧ୍ୟକୁ ଆସୁଅଛୁ। 3 ପ୍ରକାରର ହସ୍ତଲିଖନ ଏହି ଶେଷ ବିଭାଗ ମଧ୍ୟରେ ପ୍ରକାଶ କରାଯାଇଅଛି। ପ୍ରଥମଟି ପାଉଲଙ୍କ ନିଜର ହସ୍ତଲିପି। 6 ପର୍ବର 11 ପଦରେ ଲେଖା ଅଛି, ଦେଖ କିପରି ବଡ଼ ବଡ଼ ଅକ୍ଷରରେ ମୋହର ନିଜ ହସ୍ତରେ ମୁଁ ତୁମମାନଙ୍କ ନିକଟକୁ ଲେଖିଅଛି। ଏହା ପାଉଲଙ୍କର ଦୁର୍ବଳ ଦୃଷ୍ଟିଶକ୍ତିକୁ ପ୍ରକାଶ କରେ। ପାଉଲ ତାହାଙ୍କ ଶରୀରରେ ଯେଉଁ କଣ୍ଟକ ବହନ କରିଥିଲେ ତାହା ତାହାଙ୍କର ଦୁର୍ବଳ ଦୃଷ୍ଟିଶକ୍ତିକୁ ପ୍ରକାଶ କରେ। ଏହା ତାଙ୍କର ଶାରୀରିକ ପୀଡ଼ା ସ୍ୱରୂପ ଥିଲା। ଏହା ହିଁ ତାହାଙ୍କର ଦୃଷ୍ଟିଶକ୍ତିର ସମସ୍ୟା ଥିଲା। ଆପଣଙ୍କର ମନେଥିବ, ସେ ସେମାନଙ୍କୁ ଏଥିପୂର୍ବରୁ କହିସାରିଛନ୍ତି, କାରଣ ମୁଁ ତୁମମାନଙ୍କ ପକ୍ଷରେ ସାକ୍ଷ୍ୟ ଦେଉଅଛି ଯେ ସମ୍ଭବ ହୋଇଥିଲେ ତୁମେମାନେ ଆପଣା ଆପଣାର ଚକ୍ଷୁ ଉତ୍ପାଟନ କରି ମୋତେ ଦେଇଥାନ୍ତ। ତେଣୁ ଏଥିରୁ ଜଣାଯାଏ ଯେ ପାଉଲଙ୍କ ଦୃଷ୍ଟିଶକ୍ତିର ସମସ୍ୟା ଥିଲା। ସେଥିପାଇଁ ସେ ସେମାନଙ୍କ ନିକଟକୁ ବଡ଼ ବଡ଼ ଅକ୍ଷରରେ ଲେଖିଥିଲେ, କାରଣ ସେ ସ୍ପଷ୍ଟ ଭାବେ ଦେଖିପାରୁନଥିବାରୁ ବଡ଼ ବଡ଼ ଅକ୍ଷରରେ ସେମାନଙ୍କ ନିକଟକୁ ଲେଖିଥିଲେ। ପାଉଲ ଯେତେବେଳେ ରୋମୀୟ ମଣ୍ଡଳୀ ନିକଟକୁ ପତ୍ର ଲେଖିଲେ, ସେ ଜଣେ ସେକ୍ରେଟାରୀଙ୍କୁ ତାହା ଲେଖିବା ନିମନ୍ତେ ନିର୍ଦ୍ଦେଶ ଦେଲେ ଓ ସେହି ପତ୍ରର ଉପସଂହାରରେ ପାଉଲ ସେହି ସେକ୍ରେଟାରୀଙ୍କୁ କହିଲେ, ବର୍ତ୍ତମାନ ତୁମେ ଯଦି ତୁମର ଶୁଭେଚ୍ଛା ପତ୍ରରେ ରଖିବାକୁ ଚାହଁ, ତାହେଲେ ଆଗେଇ ଯାଅ ଓ ଏହା କର। ତେଣୁ ରୋମୀୟ 16 ପର୍ବର 22 ପଦରେ ଆମେ ସେକ୍ରେଟାରୀଙ୍କର ନମସ୍କାର ପ୍ରଦାନର ବିଷୟକୁ ଲକ୍ଷ୍ୟ କରିବାକୁ ପାରୁ। ସେଠାରେ ଏହିପରି ଲେଖା ଅଛି, ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମମାନଙ୍କୁ ନମସ୍କାର ଜଣାଉଅଛି। କିନ୍ତୁ ସେ ଯାହା ହେଉନା କାହିଁକି, ପାଉଲ ଯେତେବେଳେ ଗାଲାତୀୟମାନଙ୍କ ନିକଟକୁ ପତ୍ର ଲେଖିଲେ, ସେ କ୍ରୋଧାନ୍ୱିତ ଥିଲେ। ସେ ଶୁଣିଥିଲେ ଯେ ସେମାନେ ବ୍ୟବସ୍ଥା ସହିତ ସୁସମାଚାରକୁ ମିଶାଇ ଦେଇଥିଲେ। ଆଉ ଯେତେବେଳେ ତାହା ହୋଇଅଛି, ସେତେବେଳେ ଈଶ୍ୱରଙ୍କ ଅନୁଗ୍ରହଜନକ ସୁସମାଚାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେ ଜଣେ ସେକ୍ରେଟାରୀଙ୍କ ଆଗମନ ନିମନ୍ତେ ଅପେକ୍ଷା କରିପାରିଲେ ନାହିଁ। ସେ ନିଜେ ତାହା ସେମାନଙ୍କ ପାଖକୁ ଲେଖିବା ନିମନ୍ତେ ବସି ପଡ଼ିଲେ। ଯେହେତୁ ସେ ସ୍ପଷ୍ଟ ଭାବେ ଦେଖିପାରୁନଥିଲେ, ସେଥିନିମନ୍ତେ ସେ ବଡ଼ ବଡ଼ ଅକ୍ଷରରେ ତାହା ଲେଖିଲେ।
ଏହାପରେ ଆସନ୍ତୁ ବର୍ତ୍ତମାନ ପାଉଲଙ୍କ ଜୀବନର ସାକ୍ଷ୍ୟ ବିଷୟ ନେଇ କିଛି ଲକ୍ଷ୍ୟ କରିବାକୁ ଯିବା। 6 ପର୍ବର 12 ପଦରେ ଲେଖା ଅଛି, ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ତୁମମାନଙ୍କୁ ସୁନ୍ନତ ହେବା ପାଇଁ ବାଧ୍ୟ କରନ୍ତି। ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ସେମାନେ ଯେପରି ତାଡ଼ନା ଭୋଗ ନ କରନ୍ତି, କେବଳ ସେଥି ନିମନ୍ତେ ତାହା କରନ୍ତି। ତେବେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ସୁନ୍ନତ ହେବା ବିଷୟ ନେଇ ଜିହୁଦୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଯେଉଁ ଚାପ ପକାଇ ସେମାନଙ୍କୁ ବାଧ୍ୟ କରାଉଥିଲେ, ତାହା କେବଳ ସେମାନେ ଅନ୍ୟ ଜିହୁଦୀମାନଙ୍କ କ୍ରୋଧ ଓ ବିଚାରକୁ ଭୟ କରି ତହିଁରୁ ରକ୍ଷା ପାଇବା ଆଶାରେ ସେହିପରି କରୁଥିଲେ। ଖ୍ରୀଷ୍ଟଙ୍କ କ୍ରୁଶ ହେତୁ ଯେପରି ସେମାନେ ତାଡ଼ନା ଭୋଗ ନ କରନ୍ତି, ଏଥିନିମନ୍ତେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଉଥିଲେ, କାରଣ ସେମାନେ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ। କିନ୍ତୁ ପାଉଲ ତାହା ଚାହିଁନଥିଲେ ଓ ସେ ତହିଁର ବିରୋଧ କରିଥିଲେ, କାରଣ ପାଉଲ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବା ନେଇ ଶିକ୍ଷା ଦେଉଥିଲେ, କିନ୍ତୁ ବ୍ୟବସ୍ଥା ପାଳନ ହେତୁ ନୁହେଁ। କାରଣ ମନୁଷ୍ୟ ବ୍ୟବସ୍ଥାକୁ ଆକ୍ଷରିକ ଭାବେ ପାଳନ କରିବା ନିମନ୍ତେ ବିଫଳ ହୋଇଅଛି। ମାତ୍ର ମନୁଷ୍ୟ ଈଶ୍ୱରଙ୍କ ଅନୁଗ୍ରହରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଉଦ୍ଧାର ପ୍ରାପ୍ତ ହୁଏ। ତେବେ ପ୍ରିୟ ବନ୍ଧୁ, ପ୍ରକୃତରେ ଆମେ ଚାହୁଁ ଯେପରି ଅନ୍ୟ ଜଣେ ବ୍ୟବସ୍ଥା ପାଳନ କରୁ, କିନ୍ତୁ ଯେତେବେଳେ ଏହା ଆମ ଉପରକୁ ଆସେ, ଆମେ ତାହାକୁ ପାଳନ କରିବାରେ ଖିଲାପ କରୁ ଅଥବା ତହିଁରେ କୋହଳ ନୀତି ଅବଲମ୍ବନ କରୁ। ଆମେ ଚାହୁଁନା ଏହା ଆମ ପ୍ରତି ଅତି କଷ୍ଟକର ହେଉ ବା କଠିନ ହେଉ। ଏହା ହିଁ ମନୁଷ୍ୟର ଦୁର୍ବଳତା। ଆମେ ନିଜେ ଯାହା କରିପାରି ନଥାଉ, ଆମେ ଅନ୍ୟକୁ ତାହା କରିବା ନିମନ୍ତେ ବାଧ୍ୟ କରୁ। ଏପରିକି ଯେଉଁମାନେ ବାହ୍ୟ କ୍ରିୟାକର୍ମ ଦ୍ୱାରା ସୁଖ୍ୟାତି ପାଇବାକୁ ଇଚ୍ଛା କରନ୍ତି, ସେମାନେ ଖ୍ରୀଷ୍ଟଙ୍କର କ୍ରୁଶର ବିରୋଧ କରନ୍ତି। ଏହାପରେ ଆମେ ଦେଖୁଛୁ 6 ପର୍ବର 13 ପଦରେ ଲେଖା ଅଛି, କାରଣ ଯେଉଁମାନେ ସୁନ୍ନତ ବିଧି ସମର୍ଥନ କରନ୍ତି, ସେମାନେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରନ୍ତି ନାହିଁ, ବରଂ ସେମାନେ ଯେପରି ତୁମମାନଙ୍କ ଶରୀର ସମ୍ବନ୍ଧରେ ଗର୍ବ କରିପାରନ୍ତି, ଏଥିପାଇଁ ସେମାନେ ତୁମମାନଙ୍କୁ ସୁନ୍ନତ କରାଇବାକୁ ଇଚ୍ଛା କରନ୍ତି। ତେବେ ସେହି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସୁନ୍ନତ ହେବା ନିମନ୍ତେ ବାଧ୍ୟ କରିବା ଦ୍ୱାରା ଜିହୁଦୀୟମାନେ ସେମାନଙ୍କୁ ବ୍ୟବସ୍ଥାର ଅଧୀନ କରାଇ ନିଜେ ତହିଁର ବାହାଦୁରୀ ନେବାକୁ ଚାହୁଁଥିଲେ। ଏକ କୌତୂହଳର ବିଷୟ ହେଉଛି ଯେ ଯେଉଁମାନେ ବ୍ୟବସ୍ଥାର ଅଧୀନ ହେବାକୁ ଦାବି କରୁଥିଲେ, ସେମାନେ ସେହି ବ୍ୟବସ୍ଥା ଅନୁଯାୟୀ ଜୀବନଯାପନ କରିପାରୁନଥିଲେ, ଯାହାକି ପାଉଲ ଏଠାରେ ଅତି ସ୍ପଷ୍ଟ ଭାବେ ପ୍ରକାଶ କରନ୍ତି। ଆଜି ମଧ୍ୟ ଅନେକ ସେହିପରି ପାର୍ବତ୍ୟ ଉପଦେଶ ଅନୁଯାୟୀ ଜୀବନଯାପନ କରିବାକୁ କହି ଛଳନା କରନ୍ତି। ସେମାନେ ସେହି ପାର୍ବତ୍ୟ ଉପଦେଶକୁ ଗୁରୁତ୍ୱ ଦିଅନ୍ତି, ମାତ୍ର ତଦନୁଯାୟୀ ଜୀବନଯାପନ କରିପାରନ୍ତି ନାହିଁ, କାରଣ ଏହା ମନୁଷ୍ୟ ପକ୍ଷେ ସହଜ ବିଷୟ ନୁହେଁ। ଏହାପରେ 14 ପଦରେ ଲେଖା ଅଛି, କିନ୍ତୁ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶ ବ୍ୟତୀତ ଆଉ କାହିଁରେ ଦର୍ପ କରିବା ମୋ ଠାରୁ ଦୂରେ ଥାଉ। ତାହାଙ୍କ ଦ୍ୱାରା ଜଗତ ମୋ ପ୍ରତି ଓ ମୁଁ ଜଗତ ପ୍ରତି କ୍ରୁଶରେ ହତ ହୋଇଅଛି। ପାଉଲ ଏଠାରେ ଅତି ଚମତ୍କାର ଉକ୍ତି ପ୍ରକାଶ କରନ୍ତି। ପାଉଲ ଓ ଜଗତ ମଧ୍ୟରେ ଗୋଟିଏ ବିଷୟ ଥିଲା, ଆଉ ତାହା ହେଉଛି ଖ୍ରୀଷ୍ଟଙ୍କ କ୍ରୁଶ। ଆଉ ତାହା ହିଁ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଓ ଜଗତ ମଧ୍ୟରେ ସ୍ଥାନ ପାଇବା ଆବଶ୍ୟକ। ଯେଉଁ କ୍ରୁଶ ପ୍ରତି ଦୃଷ୍ଟି କରିବା ଦ୍ୱାରା ମନୁଷ୍ୟ ନିଜର ଦୋଷ ଦୁର୍ବଳତାକୁ ସ୍ମରଣ କରିପାରିବ ଓ ମନୁଷ୍ୟ ନିଜକୁ ଅତି ଅଯୋଗ୍ୟ ତଥା ଅଧମ ବୋଲି ଚିନ୍ତା କରିପାରିବ। ତା ନିକଟରେ ଆଉ ସେହି ଆମ ଧାର୍ମିକତାର ମନୋଭାବ ବା ନିଜର ଧର୍ମକର୍ମ ନେଇ ଅହଙ୍କାର ଭାବ ରହିବ ନାହିଁ। ମାତ୍ର ସେ ସେହି କୃଷକୁ ଓ ଜଣେ ଯିଏକି ସେହି କୃଷରେ ତାହାର ପାପ ନିମନ୍ତେ ମୃତ୍ୟୁଭୋଗ କରିଅଛନ୍ତି, ତାହାଙ୍କୁ ମହିମାନ୍ୱିତ କରିବାକୁ ଲାଗିବ। ସେହି ପାଉଲଙ୍କ ପରି କହିବାକୁ ଲାଗିବ, ସେହି ଖ୍ରୀଷ୍ଟଙ୍କ ଦ୍ୱାରା ଜଗତ ମୋ ପ୍ରତି ଓ ମୁଁ ଜଗତ ପ୍ରତି କୃଷରେ ହତ ହୋଇଅଛି। ପ୍ରିୟ ବନ୍ଧୁ, ପାଉଲ ନିଜର ବ୍ୟକ୍ତିଗତ ଜୀବନରେ ତାହା ଅନୁଭବ କରିଥିଲେ। ସେଥିପାଇଁ ସେ ଏଠାରେ ଆଉ କାହାର ନାମ ନେଉନାହାନ୍ତି, ମାତ୍ର ନିଜର ବ୍ୟକ୍ତିଗତ ଜୀବନର ସାକ୍ଷ୍ୟ ଦେଉଅଛନ୍ତି। ଠିକ୍ ସେହି ପ୍ରକାର ଯଦି ଆମମାନଙ୍କର ବ୍ୟକ୍ତିଗତ ଜୀବନରେ ଆମେ ସେହି ପ୍ରକାର ଅନୁଭୂତି ମଧ୍ୟ ଦେଇ ଆସିନାହୁଁ, ଆମେ କେବେ ହେଲେ ଖ୍ରୀଷ୍ଟଙ୍କ କ୍ରୁଶର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରିପାରିବା ନାହିଁ। ଖ୍ରୀଷ୍ଟଙ୍କ କ୍ରୁଶ ଯେ ଆମମାନଙ୍କ ନିମନ୍ତେ କେତେ ମହାନ କାର୍ଯ୍ୟ ସାଧନ କରିଛି, ତାହା ଆମେ ଅନୁଭବ କରିପାରିବା ନାହିଁ। ବାସ୍ତବରେ ସେହି କ୍ରୁଶରେ ଅଛି
ଖ୍ରୀଷ୍ଟ ଯୀଶୁଙ୍କର ଅନାବିଳ ପ୍ରେମ, ଶାନ୍ତି, ବିଶ୍ରାମ, ବାସ୍ତବରେ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ସେହି କୃଷରେ ସମସ୍ତ କିଛି ବହନ କରିଅଛନ୍ତି। ଆଉ ସେହି କୃଷ ହିଁ ଆଜି ଆମମାନଙ୍କ ଜୀବନରେ ସ୍ଥାନ ପାଇବା ଆବଶ୍ୟକ। ମୋର ବ୍ୟକ୍ତିଗତ ଜୀବନରେ ଆଉ ଜଗତ ମଧ୍ୟରେ କୃଷ ହିଁ ସ୍ଥାନ ପାଇବା ଆବଶ୍ୟକ। ପ୍ରିୟ ବନ୍ଧୁ, ଆଜି ଆମେ କାହାକୁ ଲକ୍ଷ୍ୟ କରି ଏହି ଜଗତରେ ଜୀବନଯାପନ କରୁଅଛୁ? ଆଜି କେବେ ଆମମାନଙ୍କର ପାପମୟ ଜୀବନକୁ ଆମେ ସମୀକ୍ଷା କରିଛୁ? ଯଦି ଆମେ ସମୀକ୍ଷା କରିବା, ତାହେଲେ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେହି ଅମୂଲ୍ୟ ପ୍ରେମକୁ ଆମମାନେ ଉପଲବ୍ଧି କରିପାରିବା, ଆଉ ତାହା କେବଳ ତାହାଙ୍କର ସେହି କୃଷ୍ୟ ମୃତ୍ୟୁ ମଧ୍ୟ ଦେଇ। ତେଣୁ ଆସୁ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କର ସେହି କୃଷ୍ୟ ମୂଲ୍ୟର ବାସ୍ତବ ମହତ୍ତ୍ୱକୁ ଉପଲବ୍ଧି କରିବା ପାଇଁ ଚେଷ୍ଟା କରୁ। ଏହାପରେ 6 ପର୍ବର 15 ପଦରେ ଲେଖା ଅଛି, ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। ଏହା ଆମମାନଙ୍କୁ ଦ୍ୱିତୀୟ ପ୍ରକାରର ହସ୍ତଲିଖନ ମଧ୍ୟକୁ କଢ଼ାଇ ଆଣେ। ସୁନ୍ନତ ବିଧି ଧର୍ମର ଓ ବ୍ୟବସ୍ଥାର ହସ୍ତଲିପି ସଦୃଶ। ଏହା ସେହି ବ୍ୟବସ୍ଥାର ଓ ଅବ୍ରାହ୍ମଙ୍କ ପ୍ରତି ଈଶ୍ୱରଙ୍କ ଅନନ୍ତକାଳ ସ୍ଥାୟୀ ନିୟମର ଚିହ୍ନ ସ୍ୱରୂପ ଥିଲା, ଯାହାକି ବର୍ତ୍ତମାନର ବାପ୍ତିସ୍ମ ସହିତ ସମାନ। ମାତ୍ର ଏହି ସୁନ୍ନତ ବିଧି କୌଣସି ଉତ୍ତମ ବିଷୟ ସାଧନ କରିପାରିନଥିଲା। ଏହା କେବଳ ନିୟମର ଚିହ୍ନ ସ୍ୱରୂପ ଥିଲା। ତେଣୁ ପାଉଲ କହନ୍ତି, ସୁନ୍ନତ କିମ୍ବା ଅସୁନ୍ନତ କିଛି ନୁହେଁ, ମାତ୍ର ନୂତନ ସୃଷ୍ଟି ହିଁ ସାର। ଯେଉଁ ନୂତନ ସୃଷ୍ଟି ବ୍ୟବସ୍ଥା ପାଳନ କରିବା ଦ୍ୱାରା ନୁହେଁ ବା ସୁନ୍ନତ ହେବା ଦ୍ୱାରା ନୁହେଁ, ମାତ୍ର ହୃଦୟର ସୁନ୍ନତ ବା ଆନ୍ତରିକ ପୁରୁଷର ସୁନ୍ନତ ହେବା ଦ୍ୱାରା, ଅର୍ଥାତ୍ ଏକ ଅହସ୍ତକୃତ ଖ୍ରୀଷ୍ଟୀୟ ସୁନ୍ନତରେ ସୁନ୍ନତ ହେବା ଦ୍ୱାରା। ଆଉ ତାହା କେବଳ ସେହି ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ତାହାଙ୍କ ବାକ୍ୟ ଦ୍ୱାରା ସାଧିତ ହୋଇଥାଏ। ତେଣୁ ଆପଣ ସୁନ୍ନତ ହୁଅନ୍ତୁ ବା ନ ହୁଅନ୍ତୁ, ତହିଁରେ କିଛି ଯାଏ ଆସେ ନାହିଁ। ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ସେହି ପବିତ୍ର ଆତ୍ମା କ'ଣ ଆପଣଙ୍କ ହୃଦୟକୁ ଆସିଅଛନ୍ତି ଓ ଆପଣଙ୍କୁ ସେହି ଖ୍ରୀଷ୍ଟଙ୍କଠାରେ ଏକ ନୂତନ ସୃଷ୍ଟି କରାଇଅଛନ୍ତି। ଏହା କେବଳ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ହିଁ ସଫଳ ହୋଇପାରିବ। ସେଥିପାଇଁ 2 କରିନ୍ଥୀୟ 5 ପର୍ବର 17 ପଦରେ ଏହିପରି ଲେଖା ଅଛି, ଅତଏବ ଯେ କେହି ଖ୍ରୀଷ୍ଟଙ୍କଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ପ୍ରିୟ ବନ୍ଧୁ, ଆମମାନଙ୍କ ଜୀବନରେ ଈଶ୍ୱର ସେହି ନୂତନତ୍ୱ ଚାହାନ୍ତି, ସେହି ନୂଆ ମନ ଚାହାନ୍ତି। ଆମମାନେ ଆତ୍ମିକ ଜୀବନରେ ନୂତନୀକୃତ ହେବା ଉଚିତ। ଆମମାନେ ଏକ ନୂତନ ହୃଦୟ ଧାରଣ କରିବା ଉଚିତ, ଆଉ ତାହା କେବଳ ଆମମାନେ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ଧାରଣ କରିପାରିବା। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟ ଆମମାନଙ୍କ ଜୀବନକୁ ବଦଳାଇ ଦେବେ। ସେ ଆମମାନଙ୍କୁ ଏକ ନୂତନ ହୃଦୟ ଦେବେ, ଏକ ନୂତନ ଶାନ୍ତି ଦେବେ, ଏକ ନୂତନ ଜୀବନ ଦେବେ, ଏକ ନୂଆ ମନ ଦେବେ, ଏକ ନୂଆ ଚିନ୍ତାଧାରା ଦେବେ, ଏକ ନୂଆ ଦୃଷ୍ଟିଭଙ୍ଗୀ ଦେବେ, ଯଦ୍ୱାରା କି ଆମେ ସମସ୍ତ ବିଷୟକୁ ଆତ୍ମିକ ଭାବରେ ଚିନ୍ତା କରିପାରିବା। ପବିତ୍ର ଆତ୍ମାଙ୍କର ଚାଳନା ଦେଇ ସେ ଆମମାନଙ୍କୁ କଢ଼ାଇ ନେବେ। ବର୍ତ୍ତମାନ ଆମେ ତୃତୀୟ ବା ଶେଷ ହସ୍ତଲିଖନ ମଧ୍ୟକୁ ଆସୁଅଛୁ, ଯାହାକି ଏହି 6 ପର୍ବର 16 ଓ 17 ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ଆଉ ଯେତେ ଲୋକ ଏହି ନିୟମାନୁସାରେ ଆଚରଣ କରନ୍ତି ସେମାନଙ୍କ ଉପରେ ଓ ଈଶ୍ୱରଙ୍କର ଇସ୍ରାଏଲ ଉପରେ ଶାନ୍ତି ଓ ଦୟା ବର୍ତ୍ତୁ। ଆଜିଠାରୁ କେହି ଆଉ ମୋତେ କଷ୍ଟ ନ ଦେଉ, କାରଣ ମୁଁ ମୋହର ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛି। ଲକ୍ଷ୍ୟ କରନ୍ତୁ, ଏଠାରେ ପାଉଲ କହନ୍ତି ଯେ ସେ ତାହାଙ୍କ ଶରୀରରେ ଯୀଶୁଙ୍କ କ୍ଷତଦାଗ ବହନ କରୁଅଛନ୍ତି। ଯଦି ଆପଣ ଖ୍ରୀଷ୍ଟଙ୍କର ସେହି ହସ୍ତଲିଖନକୁ ଦେଖିବା ପାଇଁ ଚାହାନ୍ତି, ତାହେଲେ ପାଉଲଙ୍କ ଶରୀରକୁ ଦେଖନ୍ତୁ। 2 କରିନ୍ଥୀୟ 11 ପର୍ବର 23 ପଦରୁ 27 ପଦ ମଧ୍ୟରେ ପାଉଲ ତାହାଙ୍କର ସେହି ଅନୁଭୂତିକୁ ପ୍ରକାଶ କରିଅଛନ୍ତି। ତେବେ ଏଠାରେ ଏହି ଗାଲାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ପ୍ରେରିତ ପାଉଲ କହନ୍ତି, ମୁଁ ଅତି ଗଭୀର ଭାବପ୍ରବଣତାର ସହିତ ଓ ଏକ ନିଶ୍ଚିତ ବୋଧ ନେଇ ତୁମମାନଙ୍କ ନିକଟକୁ ଏହା ଲେଖୁଅଛି। ଯଦି ତୁମେମାନେ ଜାଣିବାକୁ ଚାହଁ ଯେ ମୁଁ ତୁମମାନଙ୍କ ନିକଟକୁ ଯାହା ସବୁ ଲେଖିଅଛି ତହିଁରେ ବିଶ୍ୱାସ କରୁଛି କି ନାହିଁ, ଓ ଯଦି ଏହି ସମସ୍ତ ବିଷୟ ମୋ ଜୀବନରେ ବାସ୍ତବରେ ଘଟିଅଛି ବୋଲି ତୁମମାନେ ଜାଣିବାକୁ ପାର, ତାହେଲେ ମୋହର ଶରୀରକୁ ଦେଖ, ସେହି ସମସ୍ତ କ୍ଷତ ଦାଗକୁ ଦେଖ, ସେହି ସମସ୍ତ ଚିହ୍ନକୁ ଦେଖ। ମୁଁ ବିଶ୍ୱାସ କରେ ଯେ ଆଜି ମଧ୍ୟ ପ୍ରଭୁ ଯୀଶୁ ତାହାଙ୍କ ବିଶ୍ୱାସୀମାନଙ୍କ ଜୀବନରେ ଅନେକ ଘଟଣା ଲିପିବଦ୍ଧ କରି ରଖିଅଛନ୍ତି। କିନ୍ତୁ ଆଜି କ'ଣ ଆମର ସେହିପରି ଅନୁଭୂତି ଅଛି କି? ଆଜି କ'ଣ ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଦୁଃଖ କ୍ଲେଶ ସହ୍ୟ କରିବାକୁ ପ୍ରସ୍ତୁତ ଅଛୁ କି? ଯଦି ଆପଣଙ୍କ ଜୀବନରେ ସେହି ପ୍ରକାର ଅନୁଭୂତି ଅଛି, କେବେ ଆପଣ ଖ୍ରୀଷ୍ଟଙ୍କ ନିମନ୍ତେ ପଦକ୍ଷେପ ନେବାକୁ ଚାହାନ୍ତି, ତାହେଲେ ଆମ ନିକଟକୁ ପତ୍ର ଲେଖନ୍ତୁ।
ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବୁ। ତେବେ ଏଠାରେ ଆମେ ଦେଖୁ ଯେ ସୁନ୍ନତ ବିଧି ଆପଣଙ୍କୁ ସାହାଯ୍ୟ କରିପାରିବ ନାହିଁ। ଏହା କେବଳ ଏକ ବାହ୍ୟ ଚିହ୍ନ। ପାଉଲ କହନ୍ତି ଏହା କିଛି ନୁହେଁ। ଯଦିଓ ସେ ନିଜେ ସୁନ୍ନତ ହୋଇଥିଲେ, କିନ୍ତୁ ସେ ତାହାଙ୍କ ଶରୀରରେ ଓ ଜୀବନରେ ପ୍ରଭୁ ଯୀଶୁଙ୍କର କ୍ଷତ ଚିହ୍ନ ବହନ କଲେ। ଆମ ବିଶ୍ୱାସ କରେ ଆଜି ମଧ୍ୟ ପ୍ରଭୁ ଯୀଶୁ ତାଙ୍କର ଲୋକମାନଙ୍କ ଜୀବନରେ ସେହି ଚିହ୍ନ ଛାପିବାକୁ ଚାହାନ୍ତି। ଆଜି କ'ଣ ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ସମସ୍ତ ପ୍ରକାର ନିନ୍ଦା, ଅପମାନ ତଥା ତାଡ଼ନା ସହ୍ୟ କରିବା ନିମନ୍ତେ ପ୍ରସ୍ତୁତ ଅଛୁ କି? ଶେଷରେ 18 ପଦରେ ପାଉଲ ଏହିପରି କହନ୍ତି, ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମମାନଙ୍କ ଆତ୍ମାର ସହବର୍ତ୍ତୀ ହେଉ। ଆମେନ୍। ଦେଖନ୍ତୁ, ପାଉଲ ଶେଷରେ ଈଶ୍ୱରଙ୍କ ଅନୁଗ୍ରହ ସେମାନଙ୍କ ପ୍ରତି ବର୍ତ୍ତାଇ ଏହି ପତ୍ରଟି ସମାପ୍ତ କରନ୍ତି। ପ୍ରିୟ ବନ୍ଧୁ, ଏହି ପତ୍ରଟି ଆମେ ଏହିଠାରେ ଅଧ୍ୟୟନ କରି ସମାପ୍ତ କଲୁ। ମାତ୍ର ଯଦି ଏହାରି ଉପରେ ଆପଣଙ୍କର କିଛି ମତାମତ ଥାଏ, କିମ୍ବା ଆପଣ ବାସ୍ତବ ଭାବରେ ଉପକୃତ ହୋଇପାରିଥାନ୍ତେ, ତାହେଲେ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରି ଆପଣଙ୍କର ମତାମତ ଲେଖି ଜଣାଇବା ନିମନ୍ତେ ଅନୁରୋଧ। ତେଣୁ ପ୍ରିୟ ବନ୍ଧୁ, ଆସନ୍ତୁ ଆମମାନଙ୍କ ଜୀବନରେ ସେହି ଖ୍ରୀଷ୍ଟଙ୍କର କ୍ରୁଶକୁ ସ୍ଥାନ ଦେଉ ଏବଂ ସେହି ଖ୍ରୀଷ୍ଟଙ୍କର କ୍ରୁଶ ପ୍ରତି ଲକ୍ଷ୍ୟ କରି ନିଜର କ୍ରୁଶକୁ ବହନ କରିବା ପାଇଁ ଦୃଢ଼ ପଦକ୍ଷେପ ନେଉ। ତାହେଲେ ପ୍ରଭୁଙ୍କର ଅଭିମତ ଆମମାନଙ୍କର ଜୀବନ ମଧ୍ୟ ଦେଇ ସଫଳ ହୋଇପାରିବ ଏବଂ ପ୍ରଭୁ ଗୌରବାନ୍ୱିତ ହୋଇପାରିବେ ଏବଂ ଆମମାନେ ସେହି ସ୍ୱର୍ଗୀୟ ପୁରସ୍କାରର ଅଧିକାରୀ ହୋଇପାରିବା। ପ୍ରଭୁ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।